ଖୁସି ବହୁତ ଆନନ୍ଦ। ଆମ ଭଦ୍ରକ ଡିଷ୍ଟ୍ରିକ୍ଟ, ଆମ ଭଦ୍ରକ। ହଁ ହଁ ଆଜ୍ଞା କୁହନ୍ତୁ। କଣ କହିବି ଯେ ମତେ କହିଲା ମଣିଷ ମରି ସାରିଲା ପରେ କାଳେ ନର୍କ ଭୋଗେ। ଆଜ୍ଞା ମଣିଷ ମରି ସାରିଲା ପରେ କଣ ନର୍କ ଭୋଗେ ନା ବାବା? ବାବା କୁହନ୍ତୁ। ଶୁଣ, ନର୍କ ଆଜ୍ଞା ଆଉ ଆଜ୍ଞା ସ୍ୱର୍ଗ ଦିଟା ଆଜ୍ଞା କଥା, ବୁଝିପାରିଲେ କି? ଆଜ୍ଞା ସ୍ୱର୍ଗ ଆଜ୍ଞା ନର୍କ ଆଜ୍ଞା କଣ ମୁଁ ବୁଝେଇ ଦଉଛି ଶୁଣ। ଯୋଉ ଆଜ୍ଞା ଲୋକ ଆଜ୍ଞା ବାବା କୋଟି କୋଟି ପ୍ରଣାମ। ଆପଣଙ୍କ ପାଦ ପଦ୍ମ କୋଟି କୋଟି ପ୍ରଣାମ। ଆମର ମାନେ ମାର୍ଗ ହଉଛି ଦିଟା, ବୁଝିଲେ କି? ଆଜ୍ଞା ଶୁକ୍ଳ ଆଜ୍ଞା କୃଷ୍ଣ ଗତି ହେତେ ଜଗତଃ ଶାଶ୍ୱତ ମତେ ଏକଇଆ ଆଜ୍ଞା ଯାଚନା ବୃତ୍ତି ମନୋୟା ଆଜ୍ଞା ବର୍ତ୍ତତେ ପୁନଃ। ବୁଝିଲେ କି? ଶୁକ୍ଳ ଆଜ୍ଞା କୃଷ୍ଣ ଦିଟା ଗତି ଅଛି। କୃଷ୍ଣ ଆଜ୍ଞା ଗତିରେ ମଣିଷ ଫେରେ, ଶୁକ୍ଳ ଗତିରେ ଉର୍ଦ୍ଧ୍ୱ ଗତି ହୁଏ। କିନ୍ତୁ ସେଇ ଯୋଉ କୃଷ୍ଣ କି ଗତି, ବଢିଆ କଥା। ସେଇ ଯୋଉ କୃଷ୍ଣ ଗତି, ସେଇଟା ହଉଛି କଣ ନା ଆମର ପିତୃ ଲୋକ, ପିତୃଯାନ। ପିତୃ ଆଜ୍ଞା ଲୋକକୁ ଆଜ୍ଞା ଯୋଉମାନେ ଯାଆନ୍ତି ସେମାନେ ଆଜ୍ଞା ସବୁବେଳେ ପାଇଁ ଦୁଷ୍କର୍ମ କରିଥାନ୍ତି। ତାଙ୍କର ପୁଣ୍ୟ କର୍ମ କମ କିନ୍ତୁ ପାପ କର୍ମଟି ଅଧିକ। ହେ ଭଗବାନ ଆପଣ ସେଇ ଯୋଉ ପାପ କର୍ମଟି ସେ କଣ ହୁଏ ନା ସେ ପାପ କର୍ମର ଫଳ ତାଙ୍କୁ ଅନୁତାପ କରିବା ପାଇଁ ପଡେ ସେ ସୂକ୍ଷ୍ମ ଶରୀରରେ। ଆଜ୍ଞା ଯେତେବେଳେ ଅନୁତାପ କରେ ସେଇଟା ହିଁ ତାକୁ ଯନ୍ତ୍ରଣା ଦିଏ। ଆଉ ତାହା ହିଁ ହଉଛି ନର୍କ ଭୋଗ। ବୁଝିପାରିଲ? ମୁଁ ଆଉ ଗୋଟେ ଆଜ୍ଞା ଆମ ବାହ୍ୟ ମତରେ ଗୋଟେ ଉଦାହରଣ ଦଉଛି। ମନେକର ଆଜ୍ଞା ଯେ ଆଜ୍ଞା ତମେ ଗୋଟେ ଜାଗାରେ ଚୋରି କରିଛ। ଆଜ୍ଞା ଚୋରି କରିସାରିଲା ପରେ ସେଇ ପାପ କର୍ମର ଫଳ ମନ ଭିତରେ ଉଙ୍କି ମାରୁଛି। ମାରୁଛି ଯେତେବେଳେ ତମ ଦେହକୁ ପୋଲିସ ଆସିଯିବ ତମ ଭିତରେ ଗୋଟେ ଛାତି ଧକ ଧକ ହବ। କାହିଁକି? ନାଇଁ ଏଇଟା ହଉଛି ଠିକ ନର୍କ ଠିକ ଯନ୍ତ୍ରଣା। ଏକଦମ ରାଇଟ। ଏଇଟାକୁ କୁହାଯାଏ ନର୍କ ଯନ୍ତ୍ରଣା। ବୁଝିପାରିଲେ? ଆଜ୍ଞା ଠିକ ସେଇଭଳି ଆମେ ଯେତିକି ପାପ କର୍ମ ପିତୃ ଲୋକରେ କରିଥାନ୍ତି, ଯେତେବେଳେ ଆମେ ଏଇ ଦେହରୁ ଆତ୍ମା ଚାଲିଯାଏ ସେତେବେଳେ ଆଜ୍ଞା ସେ ଯନ୍ତ୍ରଣା ଟା ଅନୁଭବ କରେ। ବୁଝିପାରିଲେ? ଆଜ୍ଞା ଆଜ୍ଞା ମୁଁ ତାର ଗୋଟେ ଜ୍ୱଳନ୍ତ ଉଦାହରଣ ତମକୁ ଦଉଛି, ତମେ ଜାଣିପାରିବ। ହେଲା କି? ଆଜ୍ଞା ଆଜ୍ଞା ଆମ ବାବା ଆମ ବାପା, ବୁଝିଲ? ଆଜ୍ଞା ଆଜ୍ଞା ଆମ ବାପା ଯେତେବେଳେ ସେ ଦେହ ତ୍ୟାଗ କଲେ ତାଙ୍କର ଆଜ୍ଞା ଡାହାଣ ହାତଟିରେ ଯୋଉ ଆଜ୍ଞା ଫୁଲି ଯାଇଥିଲା ଏବଂ ସେଟା ପଡିକି ରହିଥିଲା ଆଉ ହାତଟା ଉଠିଲା ନାହିଁ। ଯଦି ଠିକ ଉଠିଲା ନାହିଁ ତାପରେ ସେ ଦେହ ତ୍ୟାଗ କଲେ। ଆଜ୍ଞା ବୁଝିଲେ? ଯେତେବେଳେ ଦେହ ଆଜ୍ଞା ତ୍ୟାଗ କଲେ ସେଇ ଆତ୍ମାଟା ଆସିକିରି ଆମ ସାନ ମା ଦେହରେ ପ୍ରବେଶ କଲା। ଆଜ୍ଞା ସାନ ମା ଯେତେବେଳେ ମାନେ ସାନ ମାକୁ ଆମେ ଦେଖିବା ପାଇଁ ଗଲୁ, ସେ ଆଜ୍ଞା ଯେମିତି ବାପା ହାତଟା ପକେଇଥିଲେ ସେ ସେମିତି ପକେଇକି ଆଜ୍ଞା ରହିଛି। ଆଜ୍ଞା ତାର ଅର୍ଥ ହଉଛି କଣ ଯେ ମୃତ୍ୟୁ ସମୟରେ ଆମ ବାପ ସେ ହାତର ଯୋଉ ଯନ୍ତ୍ରଣା ଟା ଅନୁଭବ କରିଥିଲେ ସେଇଟା କଣ ହବ ନା ସେ ମୃତ୍ୟୁ ପରେ ସେଇଟା ରହିଯାଇଛି। ବୁଝିଲ? ଆଜ୍ଞା ତେଣୁ ଆଜ୍ଞା ମୃତ୍ୟୁ ପରେ ସେଇଟା ରହିଯାଇଛି। ଆଜ୍ଞା ରହିଯାଇଛି। ଠିକ ସେଇଭଳି ଆମର ଜଙ୍ଗ ଜଙ୍ଗ ବାପି ସ୍ମରଣ ଭାବମ୍ ତ୍ୟଜତ୍ୟନ୍ତେ କଳେବରମ୍ ତନ୍ତମେବଇତି କୌନ୍ତେୟ ସଦା ତଦଭାବ ଭାବିତଃ। ସର୍ବଦା ଭାବୁଥିବା ଯୋଉ କଥା ଗୁଡିକ ସବୁ ଆମେ ଆଜ୍ଞା ଭାବୁଥାନ୍ତି ମୃତ୍ୟୁ ଆଜ୍ଞା ସମୟରେ ସେ ଟଙ୍ଗ ଟଙ୍ଗ ହେବ ଏତି ସେଗୁଡାକ ସବୁ କଣ କରେ ନା ଠିକ ମୃତ୍ୟୁ ଠିକ ପରେ ଠିକ ସେଗୁଡାକ। ଠିକ ଆପଣଙ୍କୁ କେତେ ପ୍ରଣାମ କରିବି। ମାନେ ମତେ ଏତେ ଖୁସି ଲାଗୁଛି ହଁ ମଣିଷର ଯେତେବେଳେ ଯୋଉ ପାପ କରିଥାଏ ତାର ଯେତେବେଳେ ସମୟ ଆସିଯାଏ ସିଏ ହଁ ତା କାନର ଘଣ୍ଟା ବାଜେ ସେ ଯୋଉ ଘଣ୍ଟାଟା ହଁ ଆଜ୍ଞା 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 ଯୋଉ ବଢିଆ କଥା ଆଉ ସେଇ ଯୋଉ ସୁନ୍ଦର ଘଣ୍ଟାଟା କଥା। ବାଜିଲା ପରେ ସେ ଯେତେବେଳେ ଆଜ୍ଞା ମୃତ୍ୟୁ ପରେ ସିଏ କଣ ହୁଏ ନା ପ୍ରେତ ଜୋନିରେ ସେଗୁଡାକ ସବୁ ସେ କଷଣ ଟାକୁ ଭୋଗେ। ଆଜ୍ଞା ତାକୁ ହିଁ ଆଜ୍ଞା କୁହନ୍ତି ନର୍କ ଯନ୍ତ୍ରଣା। ବୁଝିଲେ ନା? ଠିକ ଆମର ଯୋଉ ବାବା ହୁଁ ବାବା ହୁଁ ମତେ ବଢିଆ ଲାଗୁଛି। ଅମୃତ ପିଲା ଭଳିଆ ଲାଗୁଛି। ହୁଁ କୋଉଠି ଅଛି ମୁଁ ଜାଣିପାରୁନି ଆପଣଙ୍କ ସହିତ କଥା କଲା ବେଳକୁ। ଦେଖନ୍ତୁ ହୁଁ ହଁ ଜଣେ ମଣିଷ ହଁ ଜଣକୁ ବୁଝେଇବା ଯାହା ଜଗତକୁ ବୁଝେଇବା ସେଇଆ। ହଁ ହଁ କହୁନାହାନ୍ତି? ହଁ ହଁ ମୁଁ କିଏ? ହଁ ମୁଁ ଏଠି କାହିଁକି ଆଇଛି? ହଁ ମୋର ଏଠି କାମ କଣ? ହଁ ମତେ ପଠେଇଛି କିଏ? ହଁ ମତେ କଣ ସେ କହିଥିଲା? ହଁ ମୁଁ କଣ କରିଛି? ହଁ ସାକ୍ଷ୍ୟ ଲକ୍ଷ୍ୟ ପ୍ରତ୍ୟକ୍ଷ ଭାଇ ହଁ ବାବା ଭଲ। ଆଜ୍ଞା ଆଜ୍ଞା ହଁ ଯେତେବେଳେ ମୁଁ ମହାଶୂନ୍ୟରେ ଥିଲି
ମୁଁ ଯେତେବେଳେ ପିତା ଗର୍ଭରେ ଥିଲି ଯେତେବେଳେ ମୁଁ ଆସିନି ମହାଶୂନ୍ୟ ମତେ ଅବତରଣ କିଏ କରେଇଲା ମୁଁ ଯେତେବେଳେ ମାତୃ ଗର୍ଭରେ ରହିନି ମାତୃ ଗର୍ଭକୁ ସବୁ ଗଣିଦେଲେ 10 ମାସ 10 ଦିନ ବିତାଇଲି ମାତାର ଗର୍ଭରେ ରହି ଜନ୍ମ ହେଲି ମର୍ତ୍ତ୍ୟ ମଣ୍ଡଳରେ କୁଆଁ କୁଆଁ ରାମ ଦେଇ ଏମାନେ ସାର୍ କେହି ନଥାନ୍ତି